नमस्कार दर्शक बंधु शुभ संध्या आम नहीं आसु देश विदेश राज्य 20टी गुरुत्वपूर्ण खबर तेज कौन रही खबर चलो डिटेल नजर पकेबा। मुख्यमंत्री बड़ घोषणा भत्ता टंका नहीं बड़ अपडेट। उपमुख्यमंत्री प्रभाती परिड़ा बड़ सूचना देले और मोदी सरकार बड़ उपहार चलतु खबर उपर नजर पकेबा। गुरुवार दिन विभिन्न संगठन पक्षर भारत बंद डाकरा दी जाइछि। ଏହି ବନ୍ଦ ପାଳନ ଯୋଗୁଁ ସାଧାରଣ ପରିବହନ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ଏହାର ପ୍ରଭାବ ପଡ଼ିବା ଆଶଙ୍କା ମଧ୍ୟ ରହିଛି। ବିଶେଷ କରି ରାସ୍ତାଘାଟରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ମଧ୍ୟ ହେବ। ତେବେ କ'ଣ ସେବା ବନ୍ଦ ରହିବ, କ'ଣ ଖୋଲା ରହିବ, ଚାଲନ୍ତୁ ଜାଣିବା। ଏହି ସମୟରେ ଜରୁରୀକାଳୀନ ସେବା ଯଥା ଆମ୍ବୁଲାନ୍ସ, ଔଷଧ ଦୋକାନ, କ୍ଷୀର ଗୁଡ଼ିକ ମଧ୍ୟ ବନ୍ଦ ମୁକ୍ତ କରାଯାଇଛି। ତେବେ ଘରୋଇ ବସ୍, ଟ୍ରକ୍ ଚଳାଚଳ ବନ୍ଦ ରହିବ। ଯାତ୍ରୀମାନେ ଅସୁବିଧାରୁ ବଞ୍ଚିବା ପାଇଁ ପୂର୍ବରୁ ପ୍ରସ୍ତୁତ ରହିବା ପାଇଁ ମଧ୍ୟ କୁହାଯାଇଛି। ବନ୍ଦ ପାଳନ ସମୟରେ ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନ ହୁଏ ସେଥିପାଇଁ ପୋଲିସ ପକ୍ଷରୁ ମଧ୍ୟ ବ୍ୟାପକ ବ୍ୟବସ୍ଥା ମଧ୍ୟ କରାଯାଇଛି। ପରବର୍ତ୍ତୀ ଖବର, ଏପ୍ରିଲ 1ରୁ ନୂଆ ଆୟକର ନିୟମ ବଦଳିବ। ଟିକସ ବ୍ୟବସ୍ଥା ଆସନ୍ତା ଏପ୍ରିଲ ମାସରୁ ନୂଆ ଆୟକର ନିୟମ ଲାଗୁ ହେବ। ଏଣିକି କରଦାତାଙ୍କ ପାଇଁ ଅନେକ ପରିବର୍ତ୍ତନ ଆସିଛି। ସରକାର ପକ୍ଷରୁ ଟିକସ ଢାଞ୍ଚାରେ କିଛି ଗୁରୁତ୍ୱପୂର୍ଣ୍ଣ ସଂଶୋଧନ କରାଯାଇଛି। ନୂଆ ନିୟମ ଅନୁଯାୟୀ ଆୟକର ରିଟର୍ଣ୍ଣ ଦାଖଲ ପ୍ରକ୍ରିୟାକୁ ପୂର୍ବ ଅପେକ୍ଷା ଅଧିକ ସହଜ କରାଯାଇଛି। ଏଥିରେ କେଉଁମାନେ କେତେ ରିହାତି ପାଇବେ ଏବଂ କେଉଁ କ୍ଷେତ୍ରରେ ଅଧିକ ଟିକସ ଦେବା ପାଇଁ ପଡ଼ିବ ସେ ଉପରେ ସ୍ପଷ୍ଟ ସୂଚନା ରହିଛି। କରଦାତାମାନେ ଏହି ନୂଆ ବ୍ୟବସ୍ଥା ଅନୁସାରେ ନିଜର ଆର୍ଥିକ ଯୋଜନା ମଧ୍ୟ ପ୍ରସ୍ତୁତ କରିପାରିବେ। ସରକାର ଚାହୁଁଛନ୍ତି ଅଧିକରୁ ଅଧିକ ଲୋକମାନେ ନିୟମିତ ଭାବେ ଟିକସ ପ୍ରଦାନ କରନ୍ତୁ। ଏଥିପାଇଁ କିଛି ପୁରୁଣା ନିୟମକୁ ହଟାଇ ଦିଆଯାଇଛି। ପରବର୍ତ୍ତୀ ଖବର, ସୁପ୍ରିମକୋର୍ଟଙ୍କ କଡ଼ା ଚେତାବନୀ, ଭୋଟର ତାଲିକାର ସଂଶୋଧନ ହେବନି ବାଧା। ତେବେ ଭୋଟର ତାଲିକାର ସଂଶୋଧନ ପ୍ରକ୍ରିୟାକୁ ନେଇ ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଏହି କାର୍ଯ୍ୟରେ କୌଣସି ଅବହେଳା ବା ବାଧା ସହ୍ୟ କରାଯିବ ନାହିଁ। ନିର୍ବାଚନ ପୂର୍ବରୁ ସଠିକ୍ ଭୋଟର ତାଲିକା ପ୍ରସ୍ତୁତ କରିବା ପ୍ରଶାସନର ଦାୟିତ୍ୱ। ପ୍ରତ୍ୟେକ ଯୋଗ୍ୟ ନାଗରିକଙ୍କ ନାମ ଯେପରି ତାଲିକାରେ ରହିବ ତାହା ନିଶ୍ଚିତ କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଯଦି କୌଣସି ଅଧିକାରୀ ଏଥିରେ ଅବହେଳା କରନ୍ତି ତେବେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ଏବଂ ସ୍ୱଚ୍ଛ ନିର୍ବାଚନ ପାଇଁ ଏକ ଜରୁରୀ ପ୍ରକ୍ରିୟା ହେବ ବୋଲି କୁହାଯାଉଛି। ପରବର୍ତ୍ତୀ ଖବର, ପେଟ୍ରୋଲ ଦର ପୁଣି ବୃଦ୍ଧି ଆଶଙ୍କା। ଅନ୍ତର୍ଜାତୀୟ ବଜାରରେ ଘଟୁଥିବା ପରିବର୍ତ୍ତନ ଯୋଗୁଁ ଦେଶରେ ପେଟ୍ରୋଲ ଦର ବଢ଼ିବା ନେଇ ପୁଣି ଆଶଙ୍କା କରାଯାଉଛି। ଆମେରିକା ଟ୍ରମ୍ପଙ୍କ ନୀତି ଯୋଗୁଁ ତୈଳ ବଜାରରେ ଅସ୍ଥିରତା ଦେଖାଯାଇଛି। ଏହାର ସିଧାସଳଖ ଭାରତୀୟ ବଜାର ଉପରେ ପଡ଼ିପାରେ। ତେବେ ପେଟ୍ରୋଲ ଲିଟର ପିଛା ପୁଣି ମଧ୍ୟ ଆଗକୁ 5ରୁ 10 ଟଙ୍କା ଏକା ସାଙ୍ଗରେ ବଢ଼ିପାରେ। ଏହାଫଳରେ ସାଧାରଣ ଲୋକଙ୍କ ପକେଟ ଉପରେ ପ୍ରଭାବ ପଡ଼ିବ। ପରିବହନ ଖର୍ଚ୍ଚ ବଢ଼ିବା ସହିତ ନିତ୍ୟ ବ୍ୟବହୃତ ସାମଗ୍ରୀ ଦର ମଧ୍ୟ ବୃଦ୍ଧି ପାଇପାରେ ବୋଲି ସମ୍ଭାବନା ଅଛି ବୋଲି କୁହାଯାଉଛି। ଶୀଘ୍ର ଗ୍ରାହକଙ୍କୁ ବଡ଼ ଝଟକା ମିଳିପାରେ। ପରବର୍ତ୍ତୀ ଖବର, ମାଟ୍ରିକ ପରୀକ୍ଷା ପ୍ରସ୍ତୁତି ଶେଷ। 3082 କେନ୍ଦ୍ରରେ ହେବ ପରୀକ୍ଷା। ଆସନ୍ତା 19 ତାରିଖରେ ହେବ ମାଟ୍ରିକ ପରୀକ୍ଷା। ପରୀକ୍ଷାର କପି ରଖିବା ପାଇଁ ସମସ୍ତ କେନ୍ଦ୍ରରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଉଛି। ସ୍କ୍ୱାଡ୍ ଗଠନ କରାଯାଇ ବିଭିନ୍ନ କେନ୍ଦ୍ର ଉପରେ ନଜର ରଖାଯିବ। ପରୀକ୍ଷାର୍ଥୀମାନେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନ ହେବେ ସେଥିପାଇଁ ପାନୀୟ ଜଳ, ଆଲୋକ ସୁବିଧାକରଣ ରଖାଯାଇଛି। ଏଆଇ କ୍ୟାମେରା ଲାଗିବ। କୌଣସି ପ୍ରକାର କପି ହେବ ନାହିଁ। ପ୍ରଶ୍ନପତ୍ରରେ QR କୋଡ୍ ମଧ୍ୟ ଲାଗିବ। ପ୍ରଶ୍ନପତ୍ର ଯେଉଁଠି ଲିକ୍ ହେଉଛି ସବୁକିଛି ତଥ୍ୟ ମଧ୍ୟ ମିଳିପାରିବ ବୋଲି କୁହାଯାଉଛି। ପରବର୍ତ୍ତୀ ଖବର, କମିବ ଶୀତର ପ୍ରଭାବ। ରାତିର ତାପମାତ୍ରା ବଢ଼ିବା ନେଇ ପୂର୍ବାନୁମାନ କରାଯାଇଛି। ଆସନ୍ତା 4 ଦିନ ମଧ୍ୟରେ ରାତି ତାପମାତ୍ରା ପ୍ରାୟ 4 ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିପାରେ। ଏହାଫଳରେ ରାତିର ପୂର୍ବ ଭଳି ଅଧିକ ଶୀତ ଅନୁଭୂତ ହେବ ନାହିଁ। ଉପକୂଳ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ କୁହୁଡ଼ି ଦେଖାଯିବାର ସମ୍ଭାବନା ରହିଛି। ତେବେ ପାରଦକୁ ଉପରକୁ ଉଠିବା କାରଣରୁ ଲୋକଙ୍କୁ ଶୀତରୁ ସାମାନ୍ୟ ଆଶ୍ୱସ୍ତି ମିଳିବ। ଦିନ ବେଳା ପ୍ରବଳ ଖରା ହେବ, ଗରମ ଅନୁଭୂତ ହେବ, ରାତିର ମଧ୍ୟ ଥଣ୍ଡା କମିବ। ଏହି ସମୟରେ ଥଣ୍ଡା ଜ୍ୱର ହେବାର ଆଶଙ୍କା ରହିଥିବାରୁ ବିଶେଷ କରି ଛୋଟ ପିଲାଙ୍କୁ ସକାଳ ଏବଂ ସନ୍ଧ୍ୟା ସମୟରେ ସତର୍କ ରହିବା ପାଇଁ କୁହାଯାଇଛି। ପରବର୍ତ୍ତୀ ଖବର, ମୁଖ୍ୟମନ୍ତ୍ରୀଙ୍କର ମହାନତା, ଅଭିଯୋଗକାରୀକୁ ଦେଲେ ବାଟ ଖର୍ଚ୍ଚ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୁଣି ଥରେ ନିଜର ଉଦାରତା ଦେଖାଇଛନ୍ତି। ଅଭିଯୋଗ ଶୁଣାଣି ସମୟରେ ଜଣେ ବ୍ୟକ୍ତି ଦୁଃଖ ସହି ନପାରି ସେ ବହୁତ ମର୍ମାହତ ହୋଇଯାଇଥିଲେ। ତେଣୁ ସେହି ବ୍ୟକ୍ତି ଜଣକୁ ବହୁ ଦୂରରୁ ଆସି ନିଜ ସମସ୍ୟା କହିଥିଲେ। ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଯୋଗ ଶୁଣିବା ସହିତ ତୁରନ୍ତ ସମାଧାନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହା ସହିତ ସେହି ଗରିବ ବ୍ୟକ୍ତିଙ୍କ ପାଖରେ ଘରକୁ ଯିବା ପାଇଁ ଟଙ୍କା ନଥିବା ଜାଣି ନିଜ ପକେଟରୁ ବାଟ ଖର୍ଚ୍ଚ ମଧ୍ୟ ଦେଇଥିଲେ। ମୁଖ୍ୟମନ୍ତ୍ରୀ ଏହି ପଦକ୍ଷେପକୁ ସମସ୍ତେ ବେଶ ପ୍ରଶଂସା କରୁଛନ୍ତି। ସାଧାରଣ ଲୋକଙ୍କ ସହିତ ସିଧାସଳଖ ଯୋଡ଼ି ହୋଇ ସେମାନଙ୍କ ସମସ୍ୟା ବୁଝିବାର ମୋହନ ମାଝୀ ବେଶ ଜଣାଶୁଣା। ଏହି ଘଟଣା ପ୍ରମାଣ କରୁଛି ଯେ ସେ ପ୍ରକୃତରେ ଲୋକଙ୍କ ମୁଖ୍ୟମନ୍ତ୍ରୀ। ଅଭିଯୋଗକାରୀଙ୍କ ଜଣକ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଏହି ସହାୟତା ପାଇଁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି। ପରବର୍ତ୍ତୀ ଖବର,
ନକଲି ମୋବାଇଲ ଟାୱାର ନାଁରେ ଲୁଟ୍ ହେଉଛି। ଆପଣମାନେ ମଧ୍ୟ ସତର୍କ ହୋଇଯାଆନ୍ତୁ। ସାଇବର ଠକେଇର ନୂଆ ଶୈଳୀ ଏବେ ସାମ୍ନାକୁ ଆସିଛି। ଘର ଛାତ ଉପରେ ବା ଆପଣଙ୍କ ପଡ଼ିଆରେ ମୋବାଇଲ ଟାୱାର ଲଗାଇବା ପାଇଁ ଫୋନ୍ ଆସିବ। ମୋବାଇଲ ଟାୱାର ଲଗାଇଲେ ପ୍ରତି ମାସରେ 20,000 ରୁ 25,000 ଟଙ୍କା ମିଳିବ। SMS ବ୍ଲାଷ୍ଟ ଠକେଇ ବୃଦ୍ଧି ପାଉଛି। ଠକମାନେ ଆପଣଙ୍କୁ ଆକର୍ଷଣୀୟ ଅଫର ଦେଇ ମିଥ୍ୟା ବାର୍ତ୍ତା ପଠାଇବେ। ଏହି ବାର୍ତ୍ତା ଥିବା ଲିଙ୍କ ଉପରେ କ୍ଲିକ୍ କଲେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ଖାଲି ହୋଇଯିବ। ତେବେ ତୁରନ୍ତ ଲିଙ୍କ ପଠାଇବେ, ଫୋନ୍ କଲ୍ ମଧ୍ୟ ଆସିବ। ତେଣୁ ଆପଣ ଲିଙ୍କକୁ କ୍ଲିକ୍ କରିବା ମାତ୍ରେ ଆପଣଙ୍କର ଟଙ୍କା ମଧ୍ୟ କଟିଯିବ। ତେଣୁ ଆପଣମାନେ ମଧ୍ୟ ସତର୍କ ହୋଇଯାଆନ୍ତୁ। ପରବର୍ତ୍ତୀ ଖବର, ଆତଙ୍କବାଦୀ ବିରୋଧରେ କଡ଼ା ନୀତି। ପ୍ରଧାନମନ୍ତ୍ରୀ ମୋଦି ଆତଙ୍କବାଦୀ ବିରୋଧରେ ପୁଣି ଥରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ସେ କହିଛନ୍ତି ଆତଙ୍କବାଦ ସହିତ କୌଣସି ପ୍ରକାର ବୁଝାମଣା କରାଯିବ ନାହିଁ। ଏହି କୌଣସି ଦେଶର ଦୋମୁହାଁ ନୀତି ଭାରତ ସହିବ ନାହିଁ। ଅନ୍ତର୍ଜାତୀୟ ସ୍ତରରେ ଆତଙ୍କବାଦ ଏକ ବଡ଼ ସଙ୍କଟ ସାଜିଛି। ଏହାକୁ ରୋକିବା ପାଇଁ ସମସ୍ତ ଦେଶକୁ ଏକାଠି ହେବା ପାଇଁ ପଡ଼ିବ। ଭାରତ ନିଜର ସୀମା ନାଗରିକ ସୁରକ୍ଷା ପାଇଁ ଯେକୌଣସି ପଦକ୍ଷେପ ନେବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଜଣାଇଛି। ଶାନ୍ତି ଏବଂ ନିରାପତ୍ତା ପାଇଁ ଆତଙ୍କବାଦର ମୂଳ ପତନ ହେବା ଦରକାର। ପରବର୍ତ୍ତୀ ଖବର, ପାକିସ୍ତାନକୁ ମୋଦିଙ୍କ କଡ଼ା ବାର୍ତ୍ତା। ପ୍ରଧାନମନ୍ତ୍ରୀ ମୋଦି ମାଲେସିଆ ଗସ୍ତ ସମୟରେ ପାକିସ୍ତାନକୁ ସ୍ପଷ୍ଟ ବାର୍ତ୍ତା ଦେଇଛନ୍ତି। ସେ କହିଛନ୍ତି ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ଦେଶଗୁଡ଼ିକ ସାବଧାନ ରହିବା ଉଚିତ। ଆତଙ୍କବାଦ ଉପରେ ଭାରତର ଆଭିମୁଖ୍ୟ ପରିଷ୍କାର, ଏଥିରେ କୌଣସି ସାଲିସ ହେବ ନାହିଁ। ଭାରତ ସବୁବେଳେ ପଡ଼ୋଶୀ ଦେଶଗୁଡ଼ିକ ସହିତ ଭଲ ସମ୍ପର୍କ ଚାହେଁ, କିନ୍ତୁ ଆତଙ୍କବାଦକୁ ଆଶ୍ରୟ ଦେଲେ ତାହା କଡ଼ା ଜବାବ ଦିଆଯିବ ବୋଲି ରୋକଠୋକ ଶୁଣାଯାଇଛି। ପରବର୍ତ୍ତୀ ଖବର, ପିଲାଙ୍କ ହାତରେ ପେନସିଲ କିବୋର୍ଡ ଠାରୁ ଦୂରେଇ ରହିବା ପାଇଁ ନିର୍ଦ୍ଦେଶ। ବର୍ତ୍ତମାନ ଡିଜିଟାଲ ଦୁନିଆରେ ପିଲାମାନେ ମୋବାଇଲ କମ୍ପ୍ୟୁଟର ଉପରେ ଅଧିକ ନିର୍ଭରଶୀଳ ହେଉଛନ୍ତି। ଏହା ସେମାନଙ୍କର ଲେଖିବା ଶୈଳୀକୁ ପ୍ରଭାବିତ କରୁଛି। ବିଶେଷଜ୍ଞଙ୍କ ମତରେ ଏବେ ପିଲାମାନେ କିବୋର୍ଡ ଛାଡ଼ି ପୁଣି ପେନସିଲ ଧରିବା ଆବଶ୍ୟକ। ନିଜ ହାତରେ ଲେଖିବା ଦ୍ୱାରା ପିଲାଙ୍କର ମସ୍ତିଷ୍କ ବିକାଶ ହୁଏ। ଖେଳକୁଦ ଦୌଡ଼ିବା ମଧ୍ୟ ଦରକାର। କିଛି ଦିନ ପୂର୍ବରୁ ଅଷ୍ଟ୍ରେଲିଆରେ ସମ୍ପୂର୍ଣ୍ଣ ବ୍ୟାନ୍ ହୋଇଛି, ପିଲାମାନେ ମୋବାଇଲ ଧରିପାରିବେ ନାହିଁ। ଆନ୍ଧ୍ର ସରକାର ମଧ୍ୟ ଚେଷ୍ଟା କରୁଛନ୍ତି ଏଥର 16 ବର୍ଷରୁ କମ୍ ବୟସ ପିଲାମାନେ ମୋବାଇଲ ଧରିବେ ନାହିଁ। ଅଭିଭାବକ ପିଲାଙ୍କୁ ଗ୍ୟାଜେଟ୍ ବଦଳରେ ଏବେ ଖାତା ପେନ୍ ଦେବେ। ପିଲାମାନଙ୍କୁ ଖେଳିବା ପାଇଁ ଛାଡ଼ିବେ। ଏହାଦ୍ୱାରା ପିଲାମାନଙ୍କର ସ୍ୱାସ୍ଥ୍ୟ ମଧ୍ୟ ଠିକ୍ ରହିବ। ପିଲାମାନଙ୍କର କୌଣସି ପ୍ରକାର ମାଇଣ୍ଡସେଟ୍ ଖରାପ ରହିବ ନାହିଁ। ପିଲାଙ୍କୁ ପୁଣି ପୁରୁଣା ପଦ୍ଧତିରେ ପାଠ ପଢ଼ାଇବା ଏକ ବଡ଼ ଆହ୍ୱାନ ଦିଆଯାଇଛି। ପରବର୍ତ୍ତୀ ଖବର, ଭାରତୀୟ ରେଳ ବିଭାଗର ବଡ଼ ଯୋଜନା। ଭାରତୀୟ ରେଳ ବିଭାଗ ରାଜସ୍ୱ ବୃଦ୍ଧି ପାଇଁ ଏକ ରୋଡମ୍ୟାପ୍ ପ୍ରସ୍ତୁତ କରୁଛି। ଏହି ପ୍ରିମିୟମ୍ ଯଥା ବନ୍ଦେ ଭାରତ, ରାଜଧାନୀ ଏବଂ ଶତାବ୍ଦୀ ଏକ୍ସପ୍ରେସରେ ଅଧିକରୁ ଅଧିକ ଧ୍ୟାନ ଦିଆଯିବ। ଏହି ଟ୍ରେନ୍‌ଗୁଡ଼ିକ ଆୟ ବଢ଼ାଇବା ପାଇଁ ରେଳବାଇ ଲକ୍ଷ୍ୟ ରଖିଛି। ଯାତ୍ରୀମାନଙ୍କୁ ଉନ୍ନତ ସେବା ଯୋଗାଇ ଦେବା ସହିତ ଟ୍ରେନ୍‌ଗୁଡ଼ିକର ସଂଖ୍ୟା ମଧ୍ୟ ବୃଦ୍ଧି କରାଯିବ। ଏହା ସହିତ ରେଳବାଇର ଆର୍ଥିକ ଅବସ୍ଥା ସୁଧାରିଯିବ। ତେବେ ଅଧିକାଂଶ ଲୋକ ଆରାମଦାୟକ ଯାତ୍ରା ପାଇଁ ଟ୍ରେନ୍‌ଗୁଡ଼ିକ ପସନ୍ଦ କରୁଛନ୍ତି। ରେଳବାଇ ପକ୍ଷରୁ ନୂତନ ରୁଟ୍‌ରେ ଏକ ପ୍ରିମିୟମ୍ ଟ୍ରେନ୍ ଚଳାଚଳ ପାଇଁ ଯୋଜନା ରହୁଛି। ଏଥିରେ ଖାଦ୍ୟପେୟ ଓ ସ୍ୱଚ୍ଛତା ଉପରେ ବିଶେଷ ଗୁରୁତ୍ୱ ଦିଆଯିବ। ଭବିଷ୍ୟତ ରେଳବାଇ ନିଜର ଆହୁରି ସେବାକୁ ସୁଦୃଢ଼ କରିବ ବୋଲି କୁହାଯାଉଛି। ପରବର୍ତ୍ତୀ ଖବର, ଲୋକସଭାରେ ହଙ୍ଗାମା। ସଂସଦର ବଜେଟ୍ ଅଧିବେଶନରେ ଲୋକସଭାରେ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଥିଲା। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଚୀନ ସୀମା ବିବାଦ ପ୍ରସଙ୍ଗ ଉଠାଇ ସରକାରକୁ ସମାଲୋଚନା କରିଥିଲେ। ଏହାକୁ ନେଇ ବିଜେପି ସାଂସଦମାନେ ମଧ୍ୟ କଡ଼ା ପ୍ରତିବାଦ କରିଥିଲେ। ସୀମାରେ ଚୀନ ଗତିବିଧିକୁ ନେଇ ରାହୁଲ ପ୍ରଶ୍ନ କରିଥିବା ବେଳେ ଗୃହରେ ପ୍ରବଳ ପାଟିତୁଣ୍ଡ ମଧ୍ୟ ହୋଇଥିଲା। ବାଚସ୍ପତିଙ୍କ ବାରମ୍ବାର ଅନୁରୋଧ ସତ୍ତ୍ୱେ ମଧ୍ୟ କେହି ଶୁଣିନଥିଲେ। ଏହାଫଳରେ ଗୃହର କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ବଜେଟ୍ ଅଧିବେଶନରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ବଦଳରେ ରାଜନୈତିକ ବାଦବିବାଦ ଗୃହକୁ ସରଗରମ କରିଛି। ସରକାର ପକ୍ଷରୁ କୁହାଯାଇଛି ଯେ ସୀମା ସୁରକ୍ଷା ନେଇ ସେନା ସମ୍ପୂର୍ଣ୍ଣ ସଜାଗ ଅଛି। ତେବେ ବିରୋଧୀ ଦଳ ଏ ପ୍ରସଙ୍ଗରେ ଆଲୋଚନା ପାଇଁ ଜିଦ୍ ଧରିଛନ୍ତି। ପରବର୍ତ୍ତୀ ଖବର, ଏଲନ୍ ମସ୍କଙ୍କ ବଡ଼ ଯୋଜନା। ଜହ୍ନରେ ତିଆରି ହେବ ସହର। ବିଶିଷ୍ଟ ଶିଳ୍ପପତି ବା କୋଟିପତି ଏଲନ୍ ମସ୍କ ମହାକାଶ ଗବେଷଣା କ୍ଷେତ୍ରରେ ଚମକାଇବା ଭଳି ଘୋଷଣା କରିଛନ୍ତି। ମଙ୍ଗଳ ଗ୍ରହରେ ପହଞ୍ଚିବା ପୂର୍ବରୁ ସେ ଚନ୍ଦ୍ର ପୃଷ୍ଠରେ ଏକ ସହର ନିର୍ମାଣ କରିବା ପାଇଁ ଯୋଜନା କରୁଛନ୍ତି। ଏଥିପାଇଁ ଖୁବ୍ ଶୀଘ୍ର ମୂଳଦୁଆ ପଡ଼ିବ। ମସ୍କଙ୍କ କମ୍ପାନୀ ସ୍ପେସ୍ ଏକ୍ସ ଏହି ପ୍ରକଳ୍ପ ଦିନରାତି କାମ କରୁଛି। ଜହ୍ନରେ ମଣିଷ ରହିବା ପାଇଁ ଆବଶ୍ୟକ ଭିତ୍ତିଭୂମି ସୃଷ୍ଟି ହେବ। ଏହା ମହାକାଶ ଯାତ୍ରା ଇତିହାସର ନୂଆ ଅଧ୍ୟାୟ ଯୋଡ଼ିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି। ଏହି ସହର ନିର୍ମାଣ ଅତ୍ୟାଧୁନିକ ରକେଟ୍ ଯନ୍ତ୍ରପାତି ବ୍ୟବହାର କରାଯିବ। ଏଲନ୍ ମସ୍କ ଏହି ସ୍ୱପ୍ନ ଯଦି ସଫଳ ହୁଏ, ତେବେ ମଣିଷ ଅନ୍ୟ ଗ୍ରହରେ ଯାଇ ବସବାସ କରିବାର ସଫଳ ହେବ ବୋଲି କୁହାଯାଉଛି। ବିଶ୍ୱବାସୀ ଏହାକୁ ରୋମାଞ୍ଚକର ଯୋଜନାକୁ ନେଇ ଉତ୍ସାହିତ ମଧ୍ୟ ଅଛନ୍ତି। ପରବର୍ତ୍ତୀ ଖବର, ବାୟୁ ପ୍ରଦୂଷଣର ଭୟଙ୍କର ଚିତ୍ର। ଗାଜିଆବାଦ ସବୁଠୁ ଅଧିକ ପ୍ରଦୂଷିତ ହେଉଛି। ଦେଶର ବାୟୁ ପ୍ରଦୂଷଣ ସମସ୍ୟା ଯୋଗୁଁ ଦିଲ୍ଲୀରେ ମଧ୍ୟ ଲୋକ ନିଶ୍ୱାସ ନେଇପାରୁନାହାନ୍ତି। ସ୍କୁଲ କଲେଜ କିଛି ଦିନ ମଧ୍ୟ ବନ୍ଦ ରହିଥିଲା, ଯାହାଫଳରେ ଏବେ କୁହାଯାଉଛି ପୁଣି ଗାଜିଆବାଦରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି।
ସେଠାରେ ଲୋକଙ୍କୁ ନିଶ୍ୱାସ ନେବାରେ କଷ୍ଟ ଅନୁଭୂତ ହେଉଛି। ତେବେ ଓଡ଼ିଶାର ବାୟୁମଣ୍ଡଳ ମଧ୍ୟ ଅନ୍ୟ ରାଜ୍ୟ ଅପେକ୍ଷା ମାତ୍ରାଧିକ ସ୍ୱଚ୍ଛ ରହିଛି। ତଥାପି ଶିଳ୍ପାଞ୍ଚଳ ଗୁଡ଼ିକର ପ୍ରଦୂଷଣ ଉପରେ ନଜର ରଖାଯାଇଛି। ବାୟୁ ପ୍ରଦୂଷଣ ରୋକିବା ପାଇଁ କଡ଼ା କଟକଣା ଲଗାଇବା ପାଇଁ ଦରକାର। ଯାନବାହନ ଚଳାଚଳ ନିର୍ମାଣ କାର୍ଯ୍ୟ ଯୋଗୁଁ ଧୂଳିକଣା ବୃଦ୍ଧି ପାଉଛି। ସ୍ୱାସ୍ଥ୍ୟ ପ୍ରତି ବିପଜ୍ଜନକ ହେଉଛି ମାସ୍କ ବ୍ୟବହାର ପାଇଁ ମଧ୍ୟ କୁହାଯାଉଛି। ପରବର୍ତ୍ତୀ ଖବର, ସୁନା ଦରରେ ବୃଦ୍ଧି ଗ୍ରାହକଙ୍କୁ ଚିନ୍ତା ବଢ଼ିଲା। ସୁନା ବଜାର ଏବେ ହୁ ହୁ ହୋଇ ବଢ଼ି ଚାଲିଛି। ବିବାହ ଋତୁ ଏବେ ସୁନାର ମୂଲ୍ୟ ବୃଦ୍ଧି ପାଉଥିବାରୁ ଗ୍ରାହକମାନେ ଚିନ୍ତାରେ ପଡ଼ିଯାଇଛନ୍ତି। ଅନ୍ତର୍ଜାତୀୟ ବଜାରରେ ମୂଲ୍ୟ ବୃଦ୍ଧି ପ୍ରଭାବ ସ୍ଥାନୀୟ ବଜାରରେ ଦେଖିବାକୁ ମିଳିଛି। ଗତ କିଛି ଦିନ ହେବ ମଧ୍ୟରେ ସୁନା 10 ଗ୍ରାମ ପିଛା କିଛି ହଜାର ଟଙ୍କା ବଢ଼ିଛି। ନିବେଶକ ଏବେ ସୁନା କିଣିବା ପାଇଁ ସୁରକ୍ଷିତ ମନେ କରୁଛନ୍ତି, ଯାହାଫଳରେ ଚାହିଦା ମଧ୍ୟ ବଢ଼ୁଛି। ଅନ୍ୟପଟେ ସାଧାରଣ ଲୋକଙ୍କ ପାଇଁ ସୁନା ଅଳଙ୍କାର କିଣିବା କଷ୍ଟକର ହୋଇପଡ଼ିଛି। ଆଗାମୀ ଦିନରେ ଆହୁରି ଦର ବଢ଼ିପାରେ ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି। ରୂପା ଦର ମଧ୍ୟ ଅସ୍ଥିରତା ଯୋଗୁଁ ଗହଣା ବ୍ୟବସାୟ ଉପରେ ମଧ୍ୟ ପ୍ରଭାବ ପକାଉଛି। ପରବର୍ତ୍ତୀ ଖବର, ରାସ୍ତା ସମ୍ପ୍ରସାରଣ ପାଇଁ ବଡ଼ ବଜେଟ୍, ଚଉଡ଼ା ହେବ ଜୟଦେବ ବିହାର ନନ୍ଦନକାନନ ରୋଡ୍। ବିଶେଷ କରି କୁହାଯାଉଛି ପ୍ରାୟ 9 କିଲୋମିଟର ଲମ୍ବର ରାସ୍ତା ଏବେ 952 କୋଟି ଟଙ୍କାର ଟେଣ୍ଡର ଆହ୍ୱାନ ଦିଆଯାଇଛି। ରାସ୍ତାକୁ ଉଭୟ ପାର୍ଶ୍ୱରେ ସମ୍ପ୍ରସାରଣ କରାଯିବା ସହିତ ଅତ୍ୟାଧୁନିକ ଆଧୁନିକୀକରଣ ଡ୍ରେନେଜ ବ୍ୟବସ୍ଥା, ଗାଡ଼ି ଚଳାଚଳ ସହଜ ହେବ ବୋଲି ନିଷ୍ପତ୍ତି ନିଆଯାଇଛି। ନନ୍ଦନକାନନ ଯାଉଥିବା ସ୍ଥାନୀୟ ଲୋକମାନେ ବହୁତ ଉପକୃତ ହେବେ। କାମ ଶେଷ ହେବା ପରେ ରାସ୍ତା ଉପରେ ମଧ୍ୟ ପ୍ରମୁଖ ଆକର୍ଷଣ ପାଲଟିବ। ବିଶେଷ କରି କୁହାଯାଉଛି ନିର୍ଦ୍ଧାରିତ ସମୟରେ କାମ ସରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ପରବର୍ତ୍ତୀ ଖବର, ନିଜର ପିଏଫ୍ ଟଙ୍କା ଉଠାଇବା ପୂର୍ବରୁ ଏବେ ସାବଧାନ ହୋଇଯାଆନ୍ତୁ। କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ ପକ୍ଷରୁ ଚେତାବନୀ ଜାରି ରହିଛି। ଭୁଲ ତଥ୍ୟ ଦେଇ ନିଜର ନିୟମ ବାହାରେ ଟଙ୍କା ଉଠିଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ଯଦି କେହି ପିଏଫ୍ ଟଙ୍କାର ଅପବ୍ୟବହାର କରନ୍ତି ତେବେ ସମ୍ପୂର୍ଣ୍ଣ ଅର୍ଥ ସୁଧ ସହିତ ଫେରସ୍ତ କରାଯିବ ବୋଲି କୁହାଯାଉଛି। ଅନ୍ୟ ସମୟରେ ଲୋକେ ମିଥ୍ୟା କାରଣ ଦେଖାଇ ଅଗ୍ରିମ ଟଙ୍କା ଉଠାଉଥିବା ନଜରକୁ ଆସିଛି। ଏହାକୁ ରୋକିବା ପାଇଁ ଯାଞ୍ଚ ପ୍ରକ୍ରିୟା କଡ଼ାକଡ଼ି ହେବ ବୋଲି କୁହାଯାଉଛି। ପରବର୍ତ୍ତୀ ଖବର, କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଦୀର୍ଘ ଦିନରୁ ଅଷ୍ଟମ ବେତନ କମିଶନ ଲାଗୁ ହେବା ପାଇଁ ଅପେକ୍ଷା କରିଛନ୍ତି। ଏହି ପ୍ରସଙ୍ଗରେ ସରକାର ପକ୍ଷରୁ ସଂସଦରେ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳିଛି। ବର୍ତ୍ତମାନ ପାଇଁ ଏଭଳି କୌଣସି ପ୍ରସ୍ତାବ ନଥିବା ସରକାର ବିଚାରାଧୀନ କରିନାହାନ୍ତି। କିନ୍ତୁ ପ୍ରତି 10 ବର୍ଷରେ ଥରେ ନୂଆ ବେତନ କମିଶନ ଗଠନ କରାଯାଏ। ସପ୍ତମ ବେତନ କମିଶନ ଅବଧି ଶେଷ ହେଉଯାଉଥିବାରୁ କର୍ମଚାରୀମାନେ ଉତ୍ସାହ ଅଛନ୍ତି, କାରଣ ତାଙ୍କର ଦରମା ଡବଲ ହୋଇଯିବ। ତେବେ ଏ ଉପରେ ସରକାର କୌଣସି ପ୍ରତିକ୍ରିୟା ରଖିନାହାନ୍ତି। ଆଗାମୀ ବଜେଟ୍ ପରେ ଏନେଇ ପୁଣି ଘୋଷଣା ହୋଇପାରେ ବୋଲି ଆଶା କରାଯାଉଛି। ପରବର୍ତ୍ତୀ ଖବର, ପିଏମ୍ କିଷାନ ଟଙ୍କାକୁ ନେଇକି ବଡ଼ ଅପଡେଟ୍। ଦେଶର କୃଷକମାନଙ୍କ ପାଇଁ ବଡ଼ ଖୁସି ଖବର ଆସିଛି। ପିଏମ୍ କିଷାନ ସମ୍ମାନ ନିଧି ଯୋଜନାରେ 22ତମ କିସ୍ତି ପାଇଁ କୋଟି କୋଟି ଚାଷୀ ଅପେକ୍ଷା କରିଛନ୍ତି। ଯେଉଁ ଚାଷୀମାନେ ନିଜର କେୱାଇସି ପ୍ରକ୍ରିୟା ସମ୍ପୂର୍ଣ୍ଣ କରିଛନ୍ତି ସେମାନଙ୍କ ଆକାଉଣ୍ଟକୁ ସିଧାସଳଖ 2000 ଟଙ୍କା ପଠାଯିବ। ଚାଷୀମାନେ ନିଜର ହିତାଧିକାରୀ ତାଲିକାରେ ଅଛନ୍ତି କି ନାହିଁ ଅଫିସିଆଲ ୱେବସାଇଟରେ ଯାଞ୍ଚ କରାଯିବ। ଏହି ଅର୍ଥ ଚାଷ କାର୍ଯ୍ୟରେ ସହାୟକ ହେବ କି ନାହିଁ ସେ ନେଇକି ମଧ୍ୟ ଯାଞ୍ଚ କରାଯିବ। ଯଦି କୌଣସି ଚାଷୀ ଏପର୍ଯ୍ୟନ୍ତ ଇ କେୱାଇସି କରିନାହାନ୍ତି ତାଙ୍କୁ 21ତମ କିସ୍ତି ମିଳିନାହିଁ, ଇ କେୱାଇସି କରିଦିଅନ୍ତୁ, ଯାହାଫଳରେ 21, 22 ଦୁଇଟି କିସ୍ତି ମିଶି 4000 ଟଙ୍କା ଆସିବ। ପରବର୍ତ୍ତୀ ଖବର, ଭାରତ ଟ୍ୟାକ୍ସିର ଶୁଭାରମ୍ଭ। ଓଲା ଉବେରକୁ ଦେବ କଡ଼ା ଟକ୍କର। ଭାରତରେ ଯାତ୍ରୀ ସେବା ପାଇଁ ଅଧିକ ସହଜ କରିବା ପାଇଁ ଭାରତ ଟ୍ୟାକ୍ସି ଆନୁଷ୍ଠାନିକ ଭାବେ ଲଞ୍ଚ କରିଛି। ଏହି ନୂଆ ଟ୍ୟାକ୍ସି ବଜାର ଏବେ ଓଲା ଉବେର ବଡ଼ ବଡ଼ କମ୍ପାନୀ ସହିତ ପ୍ରତିଯୋଗିତା କରିବ। ଏଥିରେ ଯାତ୍ରୀମାନଙ୍କୁ କମ୍ ଖର୍ଚ୍ଚରେ ଭଲ ସୁବିଧା ମିଳିବ। ଭାରତ ଟ୍ୟାକ୍ସିର ମୁଖ୍ୟ ବୈଶିଷ୍ଟ୍ୟ ହେଉଛି ଏହାର ସ୍ୱଚ୍ଛ ଭଡ଼ା ନୀତି। ଅଧିକାଂଶ ସମୟରେ ଓଲା ଉବେର ଦେଖାଯାଉଥିବା ସର୍ଜ ପ୍ରାଇସିଂ ଏବଂ ହଠାତ୍ ଭଡ଼ା ବୃଦ୍ଧି ନେଇ ରହିବ ନାହିଁ। ଏହି ସହିତ ଡ୍ରାଇଭରମାନଙ୍କୁ ଅଧିକ କମିଶନ ମିଳିବା ପାଇଁ ବ୍ୟବସ୍ଥା ମଧ୍ୟ କରାଯାଉଛି। ସୁରକ୍ଷା ଦୃଷ୍ଟିରୁ ଏହି ଆପ୍ର ନୂଆ ଫିଚର ଯୋଡ଼ାଯାଇଛି। ମହିଳା ଯାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ପାନିକ୍ ବଟନ, ଲାଇଭ୍ ଟ୍ରାକିଂ ସୁବିଧା ରହିଛି। ପ୍ରାଥମିକ ଭାବେ ସବୁ ସହରରେ ମଧ୍ୟ ଏହି ସେବା ଆରମ୍ଭ ହେଉଛି। ଏହାକୁ ସାରା ଦେଶରେ ବିସ୍ତାର ମଧ୍ୟ କରାଯିବ ବୋଲି କୁହାଯାଉଛି। ପରବର୍ତ୍ତୀ ଖବର, ରାଜ୍ୟ ସରକାର ମହିଳାଙ୍କ ଆକାଉଣ୍ଟକୁ ଦେବେ 2500 ଟଙ୍କା। ରାଜ୍ୟ ସରକାର ମହିଳା ଆକାଉଣ୍ଟକୁ ବଡ଼ ପଦକ୍ଷେପ ନେଇଛନ୍ତି, ଯାହାଫଳରେ ସରକାରୀ ଯୋଜନାର 18ତମ କିସ୍ତି ଯୋଗ୍ୟ ମହିଳାକୁ ଆକାଉଣ୍ଟକୁ 2500 ଟଙ୍କା ଆସିବ। ଏଥିରେ ଲକ୍ଷ ଲକ୍ଷ ମହିଳା ଉପକୃତ ମଧ୍ୟ ହେବେ। ସିଧାସଳଖ ଖାତାକୁ ଟ୍ରାନ୍ସଫର କରାଯିବ। ମହିଳାମାନେ ନିଜର ବ୍ୟାଙ୍କ ପାସବୁକ୍ ଅପଡେଟ୍ ମଧ୍ୟ କରିପାରିବେ। ପରିବାରର ଛୋଟ ଛୋଟ ଆବଶ୍ୟକତା ପୂରଣ ମଧ୍ୟ କରିପାରିବେ। ସରକାର ପକ୍ଷରୁ କୁହାଯାଇଛି ଜଣେ ଯୋଗ୍ୟ ମହିଳା ଯେପରି ସୁବିଧାରୁ ବଞ୍ଚିତ ନୁହନ୍ତି ସେଥିପାଇଁ ବ୍ୟବସ୍ଥା କରାଯିବ। ଯେଉଁମାନଙ୍କୁ ଟଙ୍କା ଆସୁନାହିଁ ସେମାନେ ସ୍ଥାନୀୟ ବ୍ଲକ କାର୍ଯ୍ୟାଳୟରେ ଯୋଗାଯୋଗ କରିବେ। ଏହି ଯୋଜନାରେ ମଧ୍ୟ ଆତ୍ମନିର୍ଭରଶୀଳ ବଢ଼ାଇବା ମଧ୍ୟ ସାହାଯ୍ୟ କରିବ। ପରବର୍ତ୍ତୀ ଖବର, ତେବେ ନୂଆ ବ୍ୟବସାୟିକ ଯୋଜନା, ଯୁବପିଢ଼ିକୁ ମିଳିବ କର୍ମସଂସ୍ଥାନ। ବେକାରୀ ସମସ୍ୟା ଦୂର କରିବା ପାଇଁ ସରକାର ନୂଆ ନୂଆ ନୀତି ଆପଣାଉଛନ୍ତି। ଗ୍ରାମାଞ୍ଚଳ ସହରାଞ୍ଚଳରେ ଶିକ୍ଷିତ ଯୁବକ ଯୁବତୀମାନଙ୍କୁ ନିଜସ୍ୱ ବ୍ୟବସାୟ ଆରମ୍ଭ କରିବା ପାଇଁ ପ୍ରୋତ୍ସାହନ ରାଶି ଦିଆଯାଉଛି। ଏଥିପାଇଁ ବ୍ୟାଙ୍କଗୁଡ଼ିକ ସହଜରେ ଔଦ୍ୟୋଗିକ ଋଣ ଯୋଗାଇ ଦେବେ।
ବ୍ୟବସାୟୀ ଆରମ୍ଭ କରିବା ପରେ ମାଗଣାରେ ମଧ୍ୟ ତାଲିମ ପ୍ରଦାନ କରାଯିବ। ବିଭିନ୍ନ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ପ୍ରତିଷ୍ଠା କରିବାରେ ମଧ୍ୟ ଅଧିକ ଲୋକଙ୍କୁ ଚାକିରି ମିଳିପାରିବ। ଏହାଦ୍ୱାରା ରାଜ୍ୟରେ ଅର୍ଥନୀତି ଏବଂ ମଜବୁତ ହେବ। ତେବେ ଷ୍ଟାର୍ଟଅପ୍ କ୍ଷେତ୍ରରେ ମଧ୍ୟ କାମ କରୁଥିବା ନୂଆ ନୂଆ ଚିନ୍ତାଧାରୀ ସରକାରୀ ପୁଞ୍ଜି ଯୋଗାଇ ଦେବେ। ଆଗାମୀ ଦିନରେ ଏହି ଯୋଜନା ଦ୍ୱାରା ହଜାର ହଜାର ଯୁବକ ଯୁବତୀ ଉପକୃତ ହେବେ, ସ୍ୱାବଲମ୍ବୀ ହୋଇପାରିବେ। ନିଜର ଭବିଷ୍ୟତ ଗଢ଼ିବା ପାଇଁ ଏକ ସୁବର୍ଣ୍ଣ ସୁଯୋଗ ମଧ୍ୟ ମିଳିପାରିବ ବୋଲି କୁହାଯାଉଛି। ପରବର୍ତ୍ତୀ ଖବର, ତେବେ କୁହାଯାଉଛି ପାନୀୟ ଜଳ ସମସ୍ୟାର ସମାଧାନ ହେବ। ରାଜ୍ୟରେ ପାନୀୟ ଜଳ ସ୍ଥାୟୀ ସମାଧାନ ପାଇଁ ସରକାର ଜଳ ଜୀବନ ମିଶନକୁ ଜୋରଦାର କରିଛନ୍ତି। ଆଗାମୀ ଦିନରେ ମାସ ମଧ୍ୟରେ ଗ୍ରାମାଞ୍ଚଳରେ ମଧ୍ୟ ପ୍ରତିଟି ଘରେ ପାଣି ମିଳିଯିବ। କୌଣସି ପ୍ରକାର ପାଣିରୁ କିଏ ବଞ୍ଚିତ ହେବେ ନାହିଁ ବୋଲି କୁହାଯାଉଛି। ତା ସହିତ ସୁଭଦ୍ରା ଟଙ୍କାକୁ ନେଇକି ବଡ ଅପଡେଟ। ଆଉ ଗୋଟିଏ ମାସ ପରେ ପୁଣି ସୁଭଦ୍ରା ଟଙ୍କାର କିସ୍ତି ମିଳିବ। ଯେଉଁମାନେ କିସ୍ତି ପାଇନାହାନ୍ତି ସେମାନେ ଏକା ସାଙ୍ଗରେ ପାଇବେ। ଯେଉଁମାନଙ୍କୁ 20 ବର୍ଷ 21 ବର୍ଷ ହେଇଛି ସେମାନେ ଆବେଦନ କରିପାରିବେ। ଯେଉଁମାନଙ୍କୁ 60 ବର୍ଷ ହେଇଛି ସେମାନଙ୍କୁ ବାହାର କରାଯିବ। ସେମାନେ ଭତ୍ତାରେ ସାମିଲ ହେବେ, ଯାହାଫଳରେ ପ୍ରତି ମାସରେ ଭତ୍ତା 3500 ପାଇବେ। ତା ସହିତ ଆଉ ଗୋଟିଏ ମଧ୍ୟ ବଡ ଖବର, ଏସଏଚଜି ମହିଳା ପାଇଁ 10 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ମିଳିବ, ତା ଫଳରେ ବିନା ସୁଧରେ। ମୁଖ୍ୟମନ୍ତ୍ରୀ ଲକ୍ଷ୍ୟ ରଖିଛନ୍ତି ଅଧିକରୁ ଅଧିକ ମହିଳା କିଭଳି ଲକ୍ଷପତି ଦିଦିରେ ସାମିଲ ହେବେ ସେ ନେଇକି ବ୍ୟବସ୍ଥା ମଧ୍ୟ କରୁଛନ୍ତି। ତେବେ ଇଏ ଥିଲା ଆଜିର ଦେଶ ବିଦେଶ ରାଜ୍ୟର ଖବର। ତା ସହିତ ମଧ୍ୟ ଯଦି ଆପଣମାନେ ଚ୍ୟାନେଲରେ ନୂଆ ଅଛନ୍ତି ଚ୍ୟାନେଲକୁ ସବସ୍କ୍ରାଇବ କରିଦେବେ। ଆଉ ଯଦି ଚ୍ୟାନେଲ ଖବରଟି ଭଲ ଲାଗିଥାଏ ନିଶ୍ଚିତ ମଧ୍ୟ ଲାଇକ୍ କରିବେ।